ସାତ ମାଇଲ ଛକଟାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସାତ ମାଇଲ ଛକଟାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଏହି ଧକ୍କାରେ ଜଣେ ଗୁରୁତର ଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଏକ ଗ୍ଲୋମର ବାଇକ୍ରେ ମୋହନା ଆଡ଼ୁ ପାଳାଖୁଣ୍ଡି ଆସୁଥିବା ବେଳେ ଅପରପଟୁ ନୂଆଗଡ଼ ବ୍ଲକର ଜଣେ ଯୁବକ ଜଣେ ଯୁବତୀଙ୍କୁ ନେଇ ଯାଉଥିବା ବେଳେ କୌଣସି କାରଣରୁ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଯାଇଥିଲା, ଯାହାଫଳରେ ଗ୍ଲୋମର ବାଇକ୍ ଚାଳକ ଜଣକ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆହତ ଏବଂ ଗୁରୁତରଙ୍କୁ ନିଜ ଗାଡ଼ିରେ ପାଳାଖୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ସୂଚନା ରହିଛି। ପୋଲିସ ପକ୍ଷରୁ ତଦନ୍ତ ଚାଲିଛି। ତଦନ୍ତ ପରେ ସଠିକ୍ ସୂଚନା ଦେଇହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।